नमस्कार ମୁଁ ରଞ୍ଜିତ नमस्कार ମୁଁ ଜ୍ୟୋତ୍ସ୍ନା। ଆମର ଫ୍ୟାମିଲି ମୋଟିଭେସନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ ପୁଣି ଗୋଟେ ନୂଆ ଭିଡ଼ିଓରେ କିଛି କଥା କିଛି ବାର୍ତ୍ତାକୁ ନେଇ ପୁଣି ଆରମ୍ଭ କରୁଛୁ ଗୋଟେ ନୂଆ ଭିଡ଼ିଓ। ଆଜିର ଟପିକ୍ ରହୁଛି ଯେ ଦୁନିଆରେ ପଇସା ବଡ଼ ନା ସମ୍ପର୍କ ବଡ଼। ଆପଣମାନଙ୍କୁ କେଉଁଟା ବଡ଼ ଲାଗେ ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣେଇବେ। ମୋତେ ତ ଲାଗେ ଆଜିକାଲି ଦୁନିଆରେ ପଇସା ହେଉଛି ସବୁକିଛି। ଯେଉଁମାନେ ନ୍ୟାୟ ପାଇପାରୁନାହାନ୍ତି ସେମାନେ ନ୍ୟାୟ ପାଇଛନ୍ତି ପଇସା ବଳରେ। ଯେଉଁମାନେ କିଛି ଖରାପ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଖରେ ଯଦି ପଇସା ଅଛି ତାଙ୍କୁ ଭଲ କୁହାଯାଉଛି, କିନ୍ତୁ ବାସ୍ତବରେ ପଇସା ଆଜିକାଲି ଦୁନିଆରେ ସବୁକିଛି ବୋଲି ପ୍ରମାଣିତ ସହିତ ଦେଖନ୍ତୁ ଯେଉଁଟା ଏଫଏମ୍ କଲେଜରେ ହେଇଥିଲା। ଏ ଯେଉଁ ଝିଅଟି ଆତ୍ମହତ୍ୟା କରିଥିଲେ ନିଆଁ ଲଗେଇକି, ତାଙ୍କ ବାପା କହିଥିଲେ ଯେ ପ୍ରଥମରୁ ଶେଷ ଯାଏ ସେ ରହିବେ ନ୍ୟାୟ ପାଇଲା ପର୍ଯ୍ୟନ୍ତ, କିନ୍ତୁ ଏମିତି ସେ କେଉଁ ନ୍ୟାୟ ପାଇଲେ ଆମେ କେହି ବି ଜାଣିପାରିଲୁନି। କେଉଁ ନ୍ୟୁଜ୍ ମିଡ଼ିଆ ମାଧ୍ୟମରେ ବି ଆମେ ଜାଣିପାରିଲୁନି କାହିଁକି ନା 20 ଲକ୍ଷ ଟଙ୍କା ସେ ପାଇଗଲେ ତାପରେ ଚୁପ୍ କିନା ବସିଗଲେ। ଆପଣମାନେ କୁହନ୍ତୁ ତ ଏଠି ସମ୍ପର୍କ ବଡ଼ ନା ପଇସା ବଡ଼? ଦେଖନ୍ତୁ ଆଜ୍ଞା, କହିବାକୁ ଗଲେ ମାନେ ମୋ ମତରେ ସମ୍ପର୍କ ଆଉ ପଇସା ଦୁଇଟି ଯାକ ପରସ୍ପର ଅଲଗା ହୋଇପାରିବେ। କାରଣ ପଇସା ଜାଗା ଅଲଗା ଆଉ ସମ୍ପର୍କ ସମ୍ପର୍କ ବାଟରେ ଅଲଗା। ଦେଖନ୍ତୁ ରାମାୟଣ ଯୁଗକୁ ଯାଆନ୍ତୁ। ରାଜା ରାମଚନ୍ଦ୍ର ଯେତେବେଳେ ମାନେ ପୁରା ସାରା ଅଯୋଧ୍ୟା ରାଜ୍ୟକୁ ତାଙ୍କ ଭାଇଙ୍କ ହାତରେ ଟେକି ଦେଇ ସେ ବନବାସ 14 ବର୍ଷ ପାଇଁ ପଳେଇଥିଲେ, କିନ୍ତୁ ସେଠି ତାଙ୍କ ଭାଇ କଣ କରିଥିଲେ? ସିଏ ବି ତାଙ୍କ ଭଳିଆ କଠୋର ପୂଜା କରିଥିଲେ। ସିଏ ତାଙ୍କ ଭଳିଆ ତାଙ୍କ ଭାଇ ଜଙ୍ଗଲରେ ଯେମିତି ରହିଥିଲେ 14 ବର୍ଷ ଫଳ ଚେରମୂଳି ଖାଇକି, ସେ ସେମିତି ହିଁ ରାଜ୍ୟରେ ଚଳେଇଥିଲେ। ଆଉ ସିଏ ବି ତାଙ୍କ ଭାଇକୁ ଫେରେଇ ଆଣିବା ପାଇଁ ଯାଇଥିଲେ। କିନ୍ତୁ ଏବେ ଯୁଗରେ ସମ୍ପୂର୍ଣ୍ଣ ଅଲଗା। କିଛି ସମ୍ପତ୍ତି ପାଇଁ ଭାଇ ଭାଇକି ଏଠି ହାଣି ଦଉଛନ୍ତି। ଭରତ ରାଜ୍ୟରେ ସିନା ରହିକି କରିଥିଲେ, କିନ୍ତୁ ଲକ୍ଷ୍ମଣ ବି ମଧ୍ୟ ତାଙ୍କ ସହିତ ଯାଇଥିଲେ। ଠିକ୍ ସେ ଯେମିତି ଜୀବନଯାପନ କରିଥିଲେ ଜଙ୍ଗଲରେ ରାମଚନ୍ଦ୍ର ସ୍ୱୟଂ ଭଗବାନ, ସେମିତି ଲକ୍ଷ୍ମଣ ବି କରିଥିଲେ। କାରଣ ଭାଇର ସମ୍ପର୍କ ଏଠି ବହୁତ ବଡ଼ ନିବିଡ଼ତା ଥିଲା। ଭାଇ ମାନେ ଭଗବାନ ବୋଲି ଭାବୁଥିଲେ, କାରଣ କଠୋର ପୂଜା କରିକି ସେ ରାଜ୍ୟ ଚାଳନା କରିଥିଲେ। ସେ କହିଲେ ଭରତ ଯିଏ ଥିଲେ। ଆଉ ଏଠି ତ ଅଲଗା କିଛି ଆଜ୍ଞା। ପଇସା ଅଛି ମାନେ ନିଜ ପରିବାରକୁ ଧରି ନିଜ ପତ୍ନୀକୁ ଛୁଆ ପିଲାକୁ ଧରିକି ବାପାକୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇକି ପଳାଉଛି ପୁଅ। ମାନେ ଏଠି ସମ୍ପର୍କ ରହୁଛି କେଉଁଠି, ରହିଲା କେଉଁଠି? ତାମାନେ ନୁହେଁ ସମସ୍ତେ ସମାନ। ପ୍ରାୟ 70-80% ଦେଖାଯାଉଛି ଆଜ୍ଞା ଏଇ କାଟାଗୋରୀର ଲୋକ ଅଛନ୍ତି। ଆମ କହିବା କଥା ହେଉଛି ଯେ ସମ୍ପର୍କ ସମ୍ପର୍କ ଜାଗାରେ ରଖନ୍ତୁ, ପଇସା ପଇସା ଜାଗାରେ ରଖନ୍ତୁ। ସମ୍ପର୍କଟା ଯେମିତି ରହିବା କଥା ସେମିତି ରଖନ୍ତୁ। ପଇସାକୁ ଯେଉଁଠି ପଇସା ଆମେ ଚଳିବା ପାଇଁ ଗୋଟେ ମାଧ୍ୟମ, କିନ୍ତୁ ସମ୍ପର୍କ ହେଉଛି ଗୋଟେ ନିବିଡ଼ତା, ଗୋଟେ ସୃଷ୍ଟିକର୍ତ୍ତାଙ୍କର ସେଟା ଗୋଟେ ଭଗବାନ ଦେଇଛନ୍ତି ସମ୍ପର୍କ ଅଲଗା। ବାପ ମା ଭାଇ ଭଉଣୀ ବନ୍ଧୁବାନ୍ଧବ ଏସବୁ ସମ୍ପର୍କ ତ ଲାଗିଛି। ସମ୍ପର୍କ ଗୋଟେ ସୂତାଖିଅ ପରି ଗୋଟେ ଡୋରିରେ ଲାଗିଥାଏ। ପଇସା ମାଧ୍ୟମରେ ସବୁ କିଛି କିଣି ହେଇପାରେ, କିନ୍ତୁ ସମ୍ପର୍କ ଆଜ୍ଞା କିଣି ହେବ ନାହିଁ। କିନ୍ତୁ କିଛି ଲୋକ ସମ୍ପର୍କ ବି କିଣି ଦେଉଛନ୍ତି। ସେଟା ତ ସତ ସତିକା ସମ୍ପର୍କ ନୁହଁ, ସେ ଗୋଟେ ଛଳନାର ସମ୍ପର୍କ, ଅଭିନୟର ସମ୍ପର୍କ। ସେଟା କିଛି ମୁହୂର୍ତ୍ତ ପାଇଁ ଯୋଉମାନେ ପଇସାକୁ ନେଇ ଦେଖିକି ସମ୍ପର୍କ ଗଢୁଛନ୍ତି, ସେଟା କିଛି ସମୟ ପାଇଁ। ପଇସା ସରିଗଲେ ସେ ସମ୍ପର୍କ ସେଠି ଭାଙ୍ଗି ଯାଇଥାଏ। କିନ୍ତୁ ସମ୍ପର୍କ ଏମିତି ଗୋଟେ ଜିନିଷ ଶେଷ ପର୍ଯ୍ୟନ୍ତ ରହିବା ଉଚିତ। ଆଉ ଏହା ମାଧ୍ୟମରେ ଆପଣମାନଙ୍କୁ କହିବୁ, ଆପଣମାନଙ୍କ ଭାଇ ଭଉଣୀ ହଉ କି ବାପା ମା ହଉ, ସେମାନଙ୍କ ସହିତ ବାପା ମାଙ୍କ ସହିତ ସମ୍ପର୍କ, ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସବୁବେଳେ ରଖନ୍ତୁ। ନିଜ ଦୁଃଖ ସୁଖରେ ଭାଗିଦାରୀ କରନ୍ତୁ, ଆଉ ସେମାନଙ୍କ ଦୁଃଖ ସୁଖରେ ବି ଆପଣ ନିଜେ ଭାଗିଦାରୀ ହୁଅନ୍ତୁ। ତାହେଲେ ଭଲ ପରିବାରଟା ସହିତ ଭଲ ମଣିଷଟି ବି ଆପଣ ହେଇପାରିବେ। ଆଉ ସବୁବେଳେ ପଇସାକୁ ପଇସା ଜାଗାରେ ରଖନ୍ତୁ, ସମ୍ପର୍କକୁ ସମ୍ପର୍କ ଜାଗାରେ ରଖନ୍ତୁ। ଆଉ ସମ୍ପର୍କକୁ ପଇସା ସହିତ ସମ୍ପର୍କକୁ କୌଣସି ଛଳନା ଦେଇକି ଖେଳନ୍ତୁ ନାହିଁ। ତେଣୁ ପଇସାକୁ ସମ୍ପର୍କ ସହିତ ତୁଳନା କେବେ କରାଯାଇ ପାରିବ ନାହିଁ। ଆପଣଙ୍କ କତିରେ ବହୁତ ପଇସା ଅଛି, କିନ୍ତୁ ସମ୍ପର୍କ ସେ ଛଳନାରେ କରିବ, ସତ ସତିକା କ'ଣ କରିପାରିବ? ସମ୍ଭବ ଏଟା ନୁହେଁ। ତେଣୁକରି ପଇସାରେ ସବୁ କିଛି ମିଳିଯାଇପାରେ, କିନ୍ତୁ ସମ୍ପର୍କ ଆଜ୍ଞା ମିଳିବାଟା ବହୁତ କଷ୍ଟ। ଖାଲି ଅଭିନୟରେ ସମ୍ପର୍କଟିଏ ମିଳିପାରେ, ଯେମିତି ଯାତ୍ରା ବାଟରେ ଦେଖିବେ ସେଇଭଳି ସମ୍ପର୍କଟିରେ ବାପା ମା ହେଇଯାଉଛନ୍ତି, ମିଛି ମିଛିକା ବାପା ମା ଯାତ୍ରା ବାଟରେ ହେଇଯାଉଛନ୍ତି। ପୁଣି ରାତି ପାହିଲା ପରେ ନାଟକ ସରିଲା ପରେ କେହି କାହାର ନୁହନ୍ତି। ସେ ସମ୍ପର୍କ ଆଜ୍ଞା କରିକି କିଛି ଲାଭ ନାହିଁ। ଆଉ ସେଇଟା ଏଇ ମୁହୂର୍ତ୍ତ ପାଇଁ, ଯେମିତି ଯାତ୍ରା ନାଟକ ସରିଲା ପରେ ସେ ସମ୍ପର୍କ ଆଉ ନଥାଏ। ଦେଖୁନାହାନ୍ତି ହିରୋ ହିରୋଇନର ବାପା ମା ହେଇଥିବେ, କିନ୍ତୁ ସେ ନାଟକ ସରିଲା ପରେ ସେ ତାଙ୍କ ବାପା ମା ନୁହନ୍ତି, ଅଲଗା ଅଲଗା ଲୋକ। ତାହା କିନ୍ତୁ ସମ୍ପର୍କ ନୁହେଁ, ତାହା ଗୋଟେ ହେଉଛି ଛଳନା। ବାସ୍ତବତା କହିଲେ ସମ୍ପର୍କ ଅଲଗା। ଦେଖନ୍ତୁ ବିଶେଷ କରି ଯୋଉମାନେ ଏବେକାର ଷ୍ଟୁଡେଣ୍ଟ ଅଛନ୍ତି, ସେମାନଙ୍କୁ ମୁଁ ଗୋଟିଏ କଥା କହି ରଖିବି
कि ସେମାନେ ଯେତେବେଳେ ପାଠ ପଢୁଛନ୍ତି ତାଙ୍କ ଘରୁ ସେମାନେ ତାଙ୍କ ବାପା ମା ପଇସା ଦଉଛନ୍ତି କଷ୍ଟ କରିକି ମୋ ଝିଅ ପାଠ ପଢୁଛି କି ମୋ ପୁଅ ପାଠ ପଢୁଛି, କିନ୍ତୁ ସେଠି ସେମାନେ କଣ କରୁଛନ୍ତି ନା ସେ ପଇସାକୁ ନେଇକି ଉଡଉଛନ୍ତି। ଯେତେବେଳେ ପଇସା ଆପଣ କାହାକୁ ଟିକେ କଣ ଖାଇବାକୁ ଦେଇ ଦିଅନ୍ତୁ, ତା ପସନ୍ଦର କଣ ଜିନିଷଟେ ଦେଇ ଦିଅନ୍ତୁ, ଦେଖିବେ ସେମାନେ କହିବେ ତୁ ମୋର ବହୁତ ଭଲ ସାଙ୍ଗ। ଆଜ୍ଞା ସେଇଟା ଆକ୍ଚୁଆଲି ସେଠି ସମ୍ପର୍କ ନଥାଏ, ଆପଣ ସେଠି ପଇସାଟାକୁ ହିଁ ୟୁଟିଲାଇଜ କରୁଛନ୍ତି। କିନ୍ତୁ ସେ ପଇସାର ମୂଲ୍ୟ ଆପଣ ବୁଝିପାରୁନାହାନ୍ତି କି ଆପଣ ବାପା ମା ସେଠି କେତେ କଷ୍ଟ କରି ଦଉଛନ୍ତି। ଆପଣଙ୍କ ବାପା ମାଙ୍କର କଷ୍ଟଟାକୁ ଆପଣ ଯଦି ଦେଖିକି ସେ ପଇସାଟାକୁ ଖର୍ଚ୍ଚ କରନ୍ତେ ନା, ତାହେଲେ ନିଶ୍ଚିତ ଭାବରେ ଆପଣ ମାନେ ଆଗକୁ ବଢନ୍ତେ। ଆଉ ଗୋଟେ କଥା କହିବି ବର୍ତ୍ତମାନ ଯୋଉ କଲେଜର ଷ୍ଟୁଡେଣ୍ଟ ମାନଙ୍କର ବେଶୀ ଆସୁଛି କି ଆଜି ସେ ଓଏ ହୋଟେଲ ଗଲେ, ଆଜି ଏଠି ଗଲେ ସେଠି ଗଲେ, ଯୋଉ ବଦନାମ ସବୁ ଆସୁଛି ସେଇ ସବୁ ଆଜ୍ଞା ବନ୍ଦ ହେଇଯାଆନ୍ତା। ସେଇଟା ଖାଲି ପଇସା ପାଇଁ ହେଇପାରୁଛି। ଆଉ ଗୋଟେ କଥା କହିବି ଆଜ୍ଞା, ଏଠି ସେ ଓଏ ହୋଟେଲ କଥା କହିଲେ ବୋଲି ସେଥିପାଇଁ କହୁଛି, ଆଜିକାଲି ଟିନ୍ ଏଜର ପିଲା ଯେତେବେଳେ କଲେଜକୁ ଯାଉଛନ୍ତି ସେମାନେ ଲଭ୍ କରୁଛନ୍ତି ବା ଭଲ ପାଉଛନ୍ତି। ଭଲ ପାଇବାଟା ଗୋଟେ ଅଲଗା ୱେରେ ସେମାନେ ନେଉଛନ୍ତି, ଯୋଉଠି କି ପଇସାରେ ବାନ୍ଧି ହେଉଛନ୍ତି। ସେ ଝିଅଟି ହଉ କି ପୁଅଟି ହଉ, ଗୋଟେ ପୁଅ କତିରେ ଯଦି ପଇସା ଅଛି ନା, ତ ପଇସା ଅଛି, ସେ ଝିଅଟି କଣ କରୁଛି ପୁଅଟିକୁ ଫସେଇକି ଲଭ୍ କରିଦେଉଛି। ଲଭ୍ କରୁଛି ଛଳନା କରି କେତେବେଳେ ଛାଡ଼ି ଦେଉଛି, ସେ ପିଲାଟି ଆତ୍ମହତ୍ୟା କରୁଛି, ଏଇଭଳି ଚାଲୁଛି। ଏଇଟା କଣ ଭଲ ପାଇବା ଦିନ ଥିଲା? କେଦାର ଗୌରୀ କଥା ଦେଖନ୍ତୁ, ଲୀଲା ମଜନୁ କଥା ଦେଖନ୍ତୁ, ସେମାନଙ୍କର ଭଲ ପାଇବା କେତେ ନିବିଡ଼ତା ଥିଲା। କିନ୍ତୁ ଆଜିକାଲି ଆଜ୍ଞା ସେ ଭଲ ପାଇ ମ୍ୟାରେଜ କଲେ ବି ସେ ଶାନ୍ତିରେ ରହିପାରୁନାହାନ୍ତି। 2-4 ଦିନ କହିଲା ବେଳେ 2-4 କଥାରେ ଯେମିତି 2-4 ଦିନ ଗଲା ପରେ ସେମାନଙ୍କ ଡିଭୋର୍ସ ହଉଛି। ଏଇ କଣ ଆଜ୍ଞା ଭଲ ପାଇବା? ଏଇଟା କଣ ସମ୍ପର୍କ? ଦୁଃଖ ସୁଖ ତ ନିଶ୍ଚିତ ରହିଛି, ଫ୍ୟାମିଲି ମାନେ ରହିବ। ଦୁଃଖ ସୁଖକୁ ନେଇ ଜଣେ ଚଳିପାରୁଥିବା ମଣିଷ ବାସ୍ତବରେ ସେ ହେଉଛି ମଣିଷ। ଆଉ ସେ ହିଁ ବୁଝିଥାଏ ସମ୍ପର୍କ ମାନେ କଣ, ସମ୍ପର୍କ କେମିତିକା। ସମ୍ପର୍କକୁ ବୁଝିବାକୁ ଟିକେ ସମୟ ଦରକାର, କିନ୍ତୁ କଷ୍ଟ ତ ଆସିବ ନିଶ୍ଚିତ। ସମ୍ପର୍କ ଭଲ ରହିବାକୁ ହେଲେ ତାକୁ ବି ଆପଣମାନେ ସାମ୍ନା କରିକି ସମ୍ପର୍କ ବଢ଼େଇ ରଖନ୍ତୁ। ନିଶ୍ଚିତ ଭଲ ପରିବାର ହେବ, ଆଉ ଭଲ ଆପଣଙ୍କ ସ୍ତ୍ରୀ ହେବ, ଆଉ ଭଲ ଲଭରଟି ହେବ। ଖାଲି ପଇସା ପାଇଁ ଯେ ଆପଣ ଭଲ ପାଇ ଯାଉଛନ୍ତି। ଯେଉଁ ଝିଅମାନେ ଦେଖିବେ ଗାଁରୁ ଯାଇଥିବେ ଗୋଟେ ଛିଡ଼ା ପ୍ୟାଣ୍ଟ ସାର୍ଟ ପିନ୍ଧି ଯାଇଥିବେ, ଯେତେବେଳେ ଉତ୍କଳ ୟୁନିଭର୍ସିଟିରେ ପଢ଼ିଲେ କି ଅଲଗା କେଉଁଠି କଟକ ଭୁବନେଶ୍ୱର ରହିଲା ଭିତରେ ସେ ଆଇଫୋନ୍ ଗୋଟେ ଧରିକି ବୁଲୁଥିବ। ସେଟା ଆସିଲା କେଉଁଠୁ ନା, ଦେଖିଲା ତା ବୟଫ୍ରେଣ୍ଡ ହେଇଥିବ। ତାର ଗୋଟେ ନୁହେଁ, 4-6ଟା ବୟଫ୍ରେଣ୍ଡ ଥିବ। ସେମାନଙ୍କୁ ଟାଇମ୍ ସବୁ ଦିଆଯାଇଥିବ। କାହାକୁ 12ଟା ବେଳେ ଦେଖା କରିବ, କାହାକୁ 3ଟା ବେଳେ ଦେଖା କରିବ, କାହାକୁ 5ଟା ବେଳେ ଦେଖା କରିବ। ଏଇଟା ଆଜ୍ଞା ଭଲ ପାଇବା ନୁହେଁ, ଏଇଟା ଗୋଟେ ଶୋଷଣ। ଏଗୁଡ଼ା ମାନେ 99% ଏଇଭଳିଆ ହିଁ ଚାଲିଛି। ଏଇଥିରୁ ଆଜ୍ଞା ଝିଅମାନଙ୍କୁ ରିକ୍ୱେଷ୍ଟ କରୁଛି, କାହା ମନକୁ ନେଇକି ଖେଳନା କରନ୍ତୁ ନାହିଁ। ଏଇ ଆପଣମାନଙ୍କ ଟିକିଏ କିଛି ପଇସା ପାଇଁ ଆଉ ଜଣଙ୍କର ଜୀବନ ଚାଲିଯାଉଛି। ଆପଣଙ୍କର ତ ଘରେ ଖାଇବାକୁ ନଥିବ, କିନ୍ତୁ ଆଇଫୋନ୍। ଆଉ ଗୋଟେ କଥା କହିବି, ସେଇ ଝିଅମାନଙ୍କର ବାପା ମା କ'ଣ ପାଇଁ ପଚାରନ୍ତି ନାହିଁ ଯେ ମା ଲୋ ଏତେ ବଡ଼ 1,00,000 ଆଇଫୋନ୍ ଆଣିଲୁ କୋଉଠୁ? ସେଟା କେବେ ସେ ପ୍ରଶ୍ନ କରିନଥାନ୍ତି। ଯଦି କରିଥାନ୍ତେ ତାହେଲେ ସେ ଆଇଫୋନ୍ ଧରି ବୁଲନ୍ତି। ତୁ ତ ପାଠ ପଢ଼ିବାକୁ ଯାଇଛୁ, ତୁ 1,00,000 କୋଉଠୁ ଆଣିଲୁ? ତୁ ଏମିତି କି ଚାକିରି କରିଗଲୁ? ଝିଅମାନେ କହନ୍ତି ପାର୍ଟ ଟାଇମ୍ ଜବ୍ କରୁଛୁ। ପାର୍ଟ ଟାଇମ୍ ଜବ୍ ମାନେ କ'ଣ? ତୋତେ 1,00,000 ମାସକୁ ଦରମା ଦେବେ? କୋଉଠି 5,000 କି 10,000 ଖଣ୍ଡେ ଦେବେ। ସେ କଥା କେବେ କେହି ପ୍ରଶ୍ନ କରିନଥାନ୍ତି। ସେଇଭଳି ଗାର୍ଡ଼ିଆନକୁ ମୁଁ ଅନୁରୋଧ କରିବି ଏ ମାଧ୍ୟମରେ ଯେ ଆପଣ ମାନଙ୍କୁ ପଚାରନ୍ତୁ, ନା ଆପଣମାନେ ଏଠି କୁହନ୍ତୁ ସମ୍ପର୍କ ବଡ଼ ନା ପଇସା ବଡ଼? ପଇସା ତ କିଛି ବି କରିପାରନ୍ତି ମଣିଷ, କିନ୍ତୁ ଏତେଥରକୁ ଆଜ୍ଞା ଖସନ୍ତୁ ନାହିଁ ଯୋଉଠିକି ସମ୍ପର୍କଟା ଭାଙ୍ଗିଯିବ, ଯୋଉଠିକି ଗୋଟେ ଗୋଟେ ପରିବାର ଜିନିଷ ଭାଙ୍ଗିଯିବ। ଦେଖନ୍ତୁ, ଯୋଉ ଝିଅ ପିଲାମାନଙ୍କ କ୍ଷେତ୍ରରେ କହୁଛି କି ଯେତେବେଳେ ଆପଣ ମାନେ ପାଠ ପଢୁଛନ୍ତି, ଆପଣଙ୍କ ପଛରେ ଗୋଟେ ପୁଅ କିଛି ପଇସା ପତ୍ର ଉଡେଇଲା କି କିଛି ଦେଇଦେଲା, ଆପଣ କଣ କରୁଛନ୍ତି ନା ତା ପଛରେ ଗୋଡେଇ ନିଜର କ୍ୟାରିୟରକୁ ବର୍ବାଦ କରିଦଉଛନ୍ତି। ସେଇମାନଙ୍କୁ କହି ରଖିବି କି ପ୍ରଥମେ ଆଗେ ନିଜର କ୍ୟାରିୟରକୁ ଦେଖନ୍ତୁ, ନିଜେ ପ୍ରଥମେ ନିଜ ଗୋଡରେ ଠିଆ ହେବା ପାଇଁ ଚେଷ୍ଟା କରନ୍ତୁ। ଆଜି ସେମାନେ ପିଲା ଅଛନ୍ତି, କଣ ହେଇଛି ନା ମାନେ ତାଙ୍କ ବାପା ମା ଯୋଉ ଖର୍ଚ୍ଚ ଦଉଛନ୍ତି ସେ ଆପଣଙ୍କ ପଛରେ ଉଡେଇ ଦଉଛି, ଆପଣ ତାକୁ ବହୁତ ଭଲ ଭାବୁଛନ୍ତି। କାଲି କିଛି ଦିନ ପରେ ତମେ ତାକୁ ମ୍ୟାରେଜ କରିଯିବେ, ତାପରେ କଣ ହବ? ସେଇ ପୁଅ ଦିନ ଆସିବ ସେ କହିବ ତୋର ଔକାତ କଣ। ତେଣୁକରି ପାଠ ପଢିବା ସହିତ ପ୍ରଥମେ ନିଜର କ୍ୟାରିୟରଟାକୁ ଆଗେ ଦେଖନ୍ତୁ। କ୍ୟାରିୟର ଏଠି କ୍ୟାରିୟର ହେଉଛି ମୁଖ୍ୟ। କ୍ୟାରିୟର ରହିଲେ ଆପଣଙ୍କ ପଛରେ ଅନେକ ଝିଅ ଗୋଡ଼େଇବେ, ଭଲ କ୍ୟାଣ୍ଡିଡେଟ୍ ପାଇବେ, ସବୁ କରିବେ। ଯେପର୍ଯ୍ୟନ୍ତ ନିଜ ଗୋଡ଼ରେ ନିଜେ ଛିଡ଼ା ହେଇ ପାରୁଛନ୍ତି ସେ ପର୍ଯ୍ୟନ୍ତ ନିଜକୁ ଷ୍ଟ୍ରଗଲ୍ କରନ୍ତୁ। ଆଉ କ୍ୟାରିୟରଟାକୁ ବନେଇବା ଦରକାର, କାରଣ ଏଇଟା ସମୟ ଭିତରେ ହିଁ କ୍ୟାରିୟରଟା କାରଣ ହେଇଥାଏ। ଆପଣ ଯେତେ ସୁନ୍ଦର ହେଇଥାନ୍ତୁ, ଯେତେ ବି ଭଲ ହେଇଥାଉ ନା କାହିଁକି, ନିଜ ଗୋଡରେ ଯଦି ଆପଣ ନିଜେ ଠିଆ ହେଇଥିବେ ନା, ଆପଣଙ୍କୁ ଆଙ୍ଗୁଳି କେହି ବି ଉଠେଇ ପାରିବେ ନାହିଁ। ଆଉ ଆପଣ ସବୁ ଜାଗାରେ ଷ୍ଟ୍ରଙ୍ଗ ହେଇକି ବି ଠିଆ ହେଇପାରିବେ, କେବେ ବି ନିଜକୁ ଦୁର୍ବଳ ଭାବିବେ ନାହିଁ। ଆଉ ଆଜି କ୍ୟାରିୟର ବନେଇବା ସମୟ ହିଁ ଗୋଟିଏ ଥାଏ, ଆଉ ସେଇ ସମୟଟାକୁ ଯିଏ ବର୍ବାଦ କରିଦେଇଥାଏ ଆଉ ଜୀବନ ସାରା ହିଁ ସେ ପସ୍ତେଇଥାଏ। ଏଟା ସମୟଟା ସବୁବେଳେ ଆପଣଙ୍କୁ ଗୋଟେ ଏଜ୍ ସବୁ ଥାଏ, ଯେମିତି ଆମେ ସ୍କୁଲ ଏଜ୍ ଆଉ ଅଲଗା। କ୍ୟାରିୟର ଗୋଟେ ଜିନିଷ ହେଲା, ପାଠ ପଢିବା ବୟସରେ ହିଁ ଆସିଥାଏ, ଆଉ ସେଇ ସମୟରେ ହିଁ ଲଭ୍ ହେଇଥାଏ। କିନ୍ତୁ ସେଇ ଜିନିଷଟାକୁ ହିଁ ମ୍ୟାନେଜ କରିକି ନିଜ କ୍ୟାରିୟରକୁ ବନେଇବାର ଅଛି।
ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବେ। ପୁଣି ଦେଖା ହେବ ଆମେ 2 ଜଣ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର। ନମସ୍କାର।